ମୁଁ ସାଇ ଶଙ୍କର ରାମ ଗୁରୁକୁଳ ପ୍ରୋଫେସନାଲ ଜଏନ୍ କରିବା ପୂର୍ବରୁ ମୁଁ 2 ଥର କି 3 ଥର ଆଟେମ୍ପ୍ଟ ଦେଇଥିଲି କିନ୍ତୁ ଫେଲ୍ ହେଇଯାଇଥିଲି। ତାପରେ ମୋତେ ଡର ଲାଗିଲା ଆଉ ଥରେ ଆଟେମ୍ପ୍ଟ ଦେବା ପାଇଁ, କାରଣ ଅଧିକ ଆଟେମ୍ପ୍ଟ ଲାଗିଗଲେ ଭବିଷ୍ୟତକୁ ବି ଆଫେକ୍ଟ କରିପାରେ। ତାପରେ ମୁଁ ସେଇଠୁ ସ୍କିପ୍ କରିଦେଇଥିଲି, 2 ବର୍ଷ ଯାଏଁ କୌଣସି ବି ଆଟେମ୍ପ୍ଟ ଦେଇନଥିଲି। ତାପରେ ଗୁରୁକୁଳ ପ୍ରୋଫେସନାଲ ଜଏନ୍ କରିବା ପରେ ମୋର ଗ୍ରୁପ୍ 1 ଗ୍ରୁପ୍ 2 ଥରକରେ କ୍ଲିୟର ହେଇଗଲା। କେବଳ ହେଉଛି ଏଠିକାର ଡିସିପ୍ଲିନ୍ ମେଣ୍ଟେନ୍ ଆଉ ପ୍ରପର୍ ଗାଇଡ଼ାନ୍ସ, ତାହା ସହିତ 4 ଦିନ 5 ଦିନରେ ଯେଉଁ ଟେଷ୍ଟ ହୁଏ ତା ଦେହରେ ମୋର ରାଇଟିଂ ସ୍କିଲ୍ ବି ଇମ୍ପ୍ରୁଭ୍ ହୋଇଥିଲା। ତେଣୁ ଏବେ ଯେଉଁମାନେ ଆଟେମ୍ପ୍ଟ ଦେଇଥିଲେ ଏବଂ ଫେଲ୍ ହେଇଯାଇଛନ୍ତି, ଡରିବାର କିଛି ନାହିଁ। କେବଳ ଗୋଟାଏ ଜିନିଷ ଦରକାର, ପ୍ରପର୍ ଗାଇଡ଼ାନ୍ସ ଓ ତାହା ସହିତ ଡିସିପ୍ଲିନ୍। ଏତିକି କରିଲେ ଆପଣ ବି ମଧ୍ୟ ପାସ୍ ହେଇପାରିବେ। ଥ୍ୟାଙ୍କ ୟୁ ଗୁରୁକୁଳ ଫର୍ ଏଭ୍ରିଥିଙ୍ଗ।